ଆଜିଠାରୁ ଆରମ୍ଭ ହୋଇଗଲାଣି ପାର୍ବଣ ଋତୁ। ଉତ୍ସବ ମୁଖର ହୋଇ ଉଠିଲାଣି ଗାଁଠୁ ସହର। ଯାତ୍ରା ପାଇଁ କେତେ ଯେ ସଜବାଜ, ନଭଶ୍ଚୁମ୍ବୀ ତୋରଣ ସାଙ୍ଗକୁ ଡେକୋରେଟିଭ୍ ପୂଜା ପେଣ୍ଡାଲ। ରାସ୍ତା ସାରା ଲାଇଟ୍ରେ ଭରପୁର। ଉତ୍ସବ ପାଳନ୍ତୁ, ଯାତ୍ରା ବୁଲନ୍ତୁ, ହେଲେ ଆଖିର ଯତ୍ନ ନେବା ପାଇଁ କଦାପି ଭୁଲନ୍ତୁ ନାହିଁ। କାହିଁକି ନା ଯାତ୍ରା ବୁଲାବୁଲି ସମୟରେ ବହୁତ ଛୋଟ ଛୋଟ ବିଷାକ୍ତ ପୋକ ଆସି ଆଖିରେ ପଡ଼ନ୍ତି। କିଛି ପୋକ ବାହାରି ଯାଆନ୍ତି, ଆଉ କିଛି ଆଖିରେ ରହି ଆଖିକୁ ସଂକ୍ରମଣ କରାନ୍ତି। ଏହି ସିଜନରେ ମଧ୍ୟ ବହୁଳ ଭାବେ ଆଖି ଧରା ରୋଗ ହୋଇଥାଏ। ଏହା ଜଣଙ୍କ ଆଖିରୁ ଅନ୍ୟ ଜଣଙ୍କ ଆଖିକୁ ମଧ୍ୟ ସଂକ୍ରମିତ ହୋଇଥାଏ, ଯାହାଦ୍ୱାରା କି ଆଖିରେ ଲେଞ୍ଜରା ଆସେ, ଇରିଟେସନ୍ ହୁଏ, ପାଣି ବାହାରେ, ଆଖି ଲାଲ ପଡ଼ି ଡିସ୍କମ୍ଫର୍ଟ ଫିଲ୍ ହୁଏ। ଯଦି ଯାତ୍ରାରେ ବୁଲାବୁଲି କରିବା ସମୟରେ ଆପଣଙ୍କ ଆଖିରେ ବିଷାକ୍ତ ପୋକ ପଡ଼ିଲା, ଆଖିକୁ ନ ମକଚି ସଙ୍ଗେ ସଙ୍ଗେ ଥଣ୍ଡା ପାଣିରେ ଆଖିକୁ ବାର ବାର ଧୁଅନ୍ତୁ। ଘରକୁ ଆସିଲେ ଭଲ ଭାବରେ ଉଷୁମ ପାଣିରେ ଆଖିକୁ ପୋଛାପୋଛି କରନ୍ତୁ। ବାରମ୍ବାର ଆଖିରେ ହାତ ମାରନ୍ତୁ ନାହିଁ। ହାତକୁ ବାରମ୍ବାର ସଫା କରନ୍ତୁ। ଯଦି ଆଖି ଧରେ ତେବେ ଚକ୍ଷୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ଆଇ ଡ୍ରପ୍ ପକାନ୍ତୁ ନାହିଁ। ଯାତ୍ରା ବୁଲିଯିବା ସମୟରେ ଚଷମା ପିନ୍ଧିବାକୁ ଜମାରୁ ଭୁଲନ୍ତୁ ନାହିଁ। ଚଷମା ପିନ୍ଧି ଯାତ୍ରାରେ ବୁଲନ୍ତୁ। ଷ୍ଟାଇଲିଶ ଲୁକ୍ ସାଥିରେ ଆପଣଙ୍କ ଆଖିକୁ ସୁରକ୍ଷା ଦେବ। ନିଜେ ସୁରକ୍ଷିତ ରହିବା ସହିତ ଆଖିକୁ ସେଫ୍ ରଖନ୍ତୁ।